କଞ୍ଚିଶୂଳଠାରେ କିମ୍ ଶୁଭ୍ରା ରୁରାଲ ଦୀର୍ଘ ଦିନ ପରେ ନିଜର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ କଞ୍ଚିଶୂଳ ଗ୍ରାମକୁ ଆସି ନିଜ ପରିବାର ସହିତ ସମୟ ଅତିବାହିତ କରିଛନ୍ତି ଭାରତର ପୂର୍ବତନ ସିଏଜି ତଥା ଜମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ। ଏହି ଅବସରରେ କିମ୍ସ ଶୁଭ୍ରା ରୁରାଲ ହସ୍ପିଟାଲ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଥିବା ନେଇ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କର ଜନ୍ମମାଟି କଞ୍ଚିଶୂଳ ଗ୍ରାମରେ ହିଁ ଖୁବ୍ ଶୀଘ୍ର କିମ୍ ଶୁଭ୍ରା ରୁରାଲ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି। କଞ୍ଚିଶୂଳଠାରେ କିମ୍ ଶୁଭ୍ରା ରୁରାଲ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ମୟୂରଭଞ୍ଜର ହଜାର ହଜାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ଏବଂ ଭୁବନେଶ୍ୱରର କିମ୍ସ ଦ୍ୱାରା ପ୍ରଦତ୍ତ ସ୍ୱାସ୍ଥ୍ୟ ସେବା ଜିଲ୍ଲାବାସୀ ପାଇପାରିବେ ବୋଲି ସେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଗସ୍ତ ସମୟରେ ତାଙ୍କ ସହିତ ତାଙ୍କର ଧର୍ମପତ୍ନୀ ତଥା ଶୁଭ୍ରା ପ୍ରିୟମ୍ବା ଫାଉଣ୍ଡେସନର ଚେୟାରମ୍ୟାନ ସ୍ମିତା ଶୁକ୍ଲା ମୁର୍ମୁ, ପୁଅ ରୋହନ ମୁର୍ମୁ, ଝିଅ ରୁଚିକା ମୁର୍ମୁ ଏବଂ ଜ୍ୱାଇଁ ଯତୀନାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ପରେ ବେତନଟୀ ଉପକଣ୍ଠ ଗରୁଡ ବସାସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟକୁ ଯାଇ ସେଠାରେ ଦୀର୍ଘ ସମୟ ଧରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ ଗିରିଶ। ଏହି ସମୟରେ ସାଙ୍କେତିକ ଭାଷା ପ୍ରଶିକ୍ଷଣ ନେଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ନିଜର ନାମ ଏବଂ ଭାବକୁ ପରିପ୍ରକାଶ କରିଥିବା ବେଳେ ତାହାକୁ ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଆଉ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ବେତନଟୀରୁ ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍। ବନ୍ଦ କର ହେଲା ବନ୍ଦ ହେଇଗଲା। ଯିଏ ଆପଣଙ୍କ ଘର ସଂସାର ସମ୍ଭାଳି ରଖିଛି ସେଇ ସୀତାକୁ ସ୍ମରଣ ଦୀର୍ଘ